आज ହେଉଛି ଶରତ ପୂର୍ଣ୍ଣିମା ଆଉ ଆଜିର ରାତ୍ରି ଅତ୍ୟନ୍ତ ପବିତ୍ର ଓ ଶୁଭ ମନାଯାଏ। ବଡ଼ରୁ ବଡ଼ ରୋଗ ବଡ଼ରୁ ବଡ଼ କଷ୍ଟ ଏହି ରାତ୍ରିରେ ଦୂର ହୋଇଯାଇଥାଏ। ସ୍ୱାସ୍ଥ୍ୟରେ ଯଦି କୌଣସି ବେମାରୀ ଯେପରିକି ରାତ୍ରି ଅନିଦ୍ରା ହେବା, ରାତିରେ ଭଲ ନିଦ ନ ହେବା, ଏହିସବୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ଶରତ ପୂର୍ଣ୍ଣିମା ରାତ୍ରିରେ 5ଟି ଓସ୍ତ ପତ୍ର ନେବେ। ସେହି ଓସ୍ତ ପତ୍ରରେ କ୍ଷୀରି ବନାଇକି ସେହି କ୍ଷୀରିକୁ ଓସ୍ତ ପତ୍ରରେ ରଖିବେ, ସେହି କ୍ଷୀରିକୁ ଖାଇବେ। ଯେଉଁ ସନ୍ତାନଙ୍କର ଆଖି କମଜୋର ହୋଇଥାଏ ସେହି ପିଲାଙ୍କୁ ନେଇ ଆଜି ରାତିରେ 12ଟାରେ ଚନ୍ଦ୍ରକୁ ଦର୍ଶନ କରନ୍ତୁ। ଆପଣଙ୍କ ପିଲାକୁ କହିବେ 5ରୁ 7 ମିନିଟ୍ ଚନ୍ଦ୍ରକୁ ଆଖି ଖୋଲା ରଖି ଅନେଇବେ। ତାପରେ ଓସ୍ତ ପତ୍ରରେ ରଖିଥିବା କ୍ଷୀରିକୁ ଆପଣଙ୍କ ପିଲାକୁ ଚଟାଇ ଦେବେ। ଏହାଦ୍ୱାରା ଆପଣଙ୍କ ପିଲାର ନେତ୍ର ଜ୍ୟୋତି ବଢ଼ି ଯାଇଥାଏ, ନିଦ ମଧ୍ୟ ଭଲ ହୋଇଥାଏ, ସୁଖ ଶାନ୍ତି ମିଳିଥାଏ। ଯଦି ଆପଣଙ୍କର ଶରୀରରେ କୌଣସି ଯାଦୁ ବା କିଛି ଚର୍ମ ରୋଗ ଥାଏ କିମ୍ବା ଗଣ୍ଠିରେ କଳା ପଡ଼ିଯାଇଥାଏ ତ ଆଜି ରାତି 12ଟାରେ 21ଟି ଦୀପ ଜଳାନ୍ତୁ। ସେହି ଦୀପରେ ଜଳି ସାରିଥିବା ପୋଡ଼ା ଘିଅ ବା ବଳିତା ବଞ୍ଚିଥିବ ସେହି ପୋଡ଼ା ଘିଅ ବା ବଳିତାକୁ ଆପଣଙ୍କ ଶରୀରରେ ଯାଦୁ ବା ଯଦି ଆପଣଙ୍କ ଶରୀରରେ ଗଣ୍ଠି କଳା ପଡ଼ିଯାଇଥାଏ ତ ସେହି ଜାଗାରେ ପୁରା 5ରୁ 7 ଦିନ ଲଗାଇବେ। ଦେଖିବେ ଆପଣଙ୍କ ଶରୀରର ଯାଦୁ ବା କଳା ଦାଗ ପୁରା ଦୂର ହୋଇଯିବ। ଯଦି ଆପଣଙ୍କ ଘରେ ଧନର କମି ହୋଇଥାଏ, ବେପାର ବିଜନେସ୍ ଯଦି ଆପଣଙ୍କର ଚାଲୁନଥାଏ ତ ଗୋଟିଏ ତମ୍ଭା ଢାଳ ନେବେ, ସେହି ଢାଳରେ ଜଳ ଭରିବେ, ସେହି ଢାଳ ଉପରେ ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋ ରଖିଦେବେ। ତାପରେ ତା ସାମ୍ନାରେ 31ଟି ଦୀପ ଜାଳିବେ, କ୍ଷୀରିର ଭୋଗ ଲଗାଇବେ, ମାତା ଲକ୍ଷ୍ମୀଙ୍କୁ ବିନତି କରିବେ। ଶରତ ପୂର୍ଣ୍ଣିମା ଦିନ ସନ୍ଧ୍ୟା 4ଟାରୁ 6ଟା ଭିତରେ ବେଲପତ୍ର କମଳ ଜଟାକୁ ଭଗବାନ ଶଙ୍କରଙ୍କୁ ଅର୍ପଣ କରିବେ। ଗର୍ଭବତୀ ନାରୀ ଚନ୍ଦ୍ରର କିରଣରେ ବସନ୍ତି। ଏହା ଦ୍ୱାରା ସନ୍ତାନ ଶ୍ରେଷ୍ଠ, ବିଦ୍ୱାନ, ଚତୁର ଓ ପାଠ ପଢ଼ାରେ ତେଜସ୍ୱୀ ହୋଇଥାଏ। ଓସ୍ତ ଗଛ ପତ୍ର, ଚାଉଳ, ବେଲପତ୍ର ଓ ଶିବଲିଙ୍ଗରେ ସମର୍ପଣ କରିବେ। ତାପରେ ଜଳ ଚଢ଼ାଇବେ, ଆପଣଙ୍କର ମନସ୍କାମନାକୁ କହିବେ। ଦେଖିବେ ଆପଣଙ୍କର ଯାହା ବି ମନସ୍କାମନା ଥିବ ତାହା ପୁରା ହୋଇଯିବ। ଏହିଭଳି ଭିଡ଼ିଓ ଆଗକୁ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓ ଗୋଟେ ଲାଇକ୍ଟିଏ ଜରୁର କରିଦିଅନ୍ତୁ।